ଭାଇମାନେ ଶୁଣ 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 ଟିକେ ଶୁଣ। ମାନେ ସମସ୍ତେ ଯଦି ହଷ୍ଟେଲ ରହିଥିବ କି ମେସ୍ରେ ରହିଥିବ ତାହେଲେ ଜାଣିଥିବ ଆମ ସମସ୍ତଙ୍କ ସାଙ୍ଗ ଗୋଟେ ଗୋଟେ ଅଛନ୍ତି ମାଷ୍ଟର ସେ ବ୍ୟାଚଲର, ତାଙ୍କର ରୋଷେଇର ରହସ୍ୟ ଅଲଗା ପ୍ରକାର। ସେମିତି ମୋ ସାଙ୍ଗ ଗୋଟେ ଥିଲା କାହ୍ନା, ମାନେ ଫ୍ରଷ୍ଟ୍ରେଟେଡ୍ ଟୋକାଟା ଅଛି। ତାର 20 ବର୍ଷ ବୟସ ତାକୁ ହେଇଥିଲା। ଗୋଟେ ତା ରୁମ୍ରେ କିଚେନ୍ ଥିଲା, ସେଥିରେ ସେ ରୋଷେଇ କରୁଥିଲା। ସେଦିନ ସିଏ ଗୋଟେ ନିଷ୍ପତ୍ତି ନେଲା, ଆସଠୁ ବାହାର ଖାଇବା ବନ୍ଦ କରିବ। ସ୍ୱିଗି ଜୋମାଟୋ ସବୁ ଡିଲିଟ୍ କରିଦେଲା ଆଉ ନିଜେ ରୋଷେଇ କରିବାକୁ ଭାବିଲା। କାହିଁକି ନା ୟୁଟ୍ୟୁବରେ ଦେଖିଲା 5 ମିନିଟ୍ରେ ପନିର ମସଲା ହେଇଯାଉଛି। 5 ମିନିଟ୍, ଅଧଘଣ୍ଟା ହେଲା ମୁଁ ଖାଲି ପିଆଜ ସାଙ୍ଗରେ ଯୁଦ୍ଧ କରୁଥିଲି। ପିଆଜ କାଟିଲା ବେଳେ ଏମିତି କାନ୍ଦ ମାଡ଼ୁଛି ଯେମିତି ମୋର ବ୍ରେକଅପ୍ ହେଇଯାଇଛି। ଆଉ ଏଇଟା ଦେଖନ୍ତୁ ମୋ ପନିର। ୟୁଟ୍ୟୁବ ଭାଇ କହୁଥିଲେ ପନିରକୁ ଧୀରେ ଧୀରେ କିନା ଭାଜିବ, ମୁଁ ଭାଜିଲି, ଏବେ ପନିର କମ୍ କୋଇଲା ବେଶୀ ଦେଖାଯାଉଛି। ଏଟାକୁ ତରକାରୀରେ ପକେଇଲେ ଝୋଳ ହେବନି, ସିଧା ବ୍ଲାକ୍ ଫରେଷ୍ଟ କେକ୍ ହେଇଯିବ। ସେ ତାପରେ ତା ମାଆଙ୍କୁ ଫୋନ୍ କଲା। ତା ମାଆ କହୁଛନ୍ତି କିଛି ଚିନ୍ତା କରନି କାହ୍ନା, ଅଳ୍ପ ଲୁଣ ଦେଇଦେ। ମୁଁ ପଚାରିଲି ଅଳ୍ପ ମାନେ କେତେ? ବୋଉ କହୁଛି ଆରେ ସେଇ ଅନ୍ଦାଜରେ ଦେଇଦେ। ଏବେ ଅନ୍ଦାଜ ଶବ୍ଦଟା ଭାରି ଡେଞ୍ଜରିୟସ୍। ଏଇ ଅନ୍ଦାଜ ଚକରରେ ମୋ ଡାଲି ଏବେ ସମୁଦ୍ର ପାଣି ଭଳିଆ ଲାଗୁଛି। ଆଉ ଭାତ ଭାତ ଏମିତି ହେଇଛି ଯଦି କାହାକୁ ଗୋଟେ ଗୋଳା ମାରିବ ତାର ମୁଣ୍ଡ ଫାଟିଯିବ। ବାସୁମତୀ ଚାଉଳ ନୁହେଁ, ସେ ତ ଯେମିତି ଅମ୍ବୁଜା ସିମେଣ୍ଟ। ଲୋକମାନେ କୁହନ୍ତି କୁକିଂ ଇଜ୍ ଆର୍ଟ, କିନ୍ତୁ ତା ପାଇଁ କୁକିଂ ଇଜ୍ ପୋଷ୍ଟମର୍ଟମ୍। ପୁରା କିଚେନ୍ଟା ଏବେ ଗୋଟେ ଯୁଦ୍ଧକ୍ଷେତ୍ର ଭଳିଆ ଦେଖାଯାଉଛି। ଗୋଟେ ଓମଲେଟ୍ ବନେଇବାକୁ ଯାଇ ନିଜ ହାତକୁ ପୋଡ଼ି ଦେଇଛି, ତାୱା କଳା କରିଦେଇଛି, ଆଉ ଅଣ୍ଡା ଚୋପାଟା ତରକାରୀ ଭିତରେ ସରପ୍ରାଇଜ୍ ଗିଫ୍ଟ ଭଳିଆ ଅପେକ୍ଷା କରିଛି। ତାପରେ ଫ୍ରଷ୍ଟ୍ରେଟ୍ ହେଇ କହିଲା ନା ଏବେ ମୋ ଦ୍ୱାରା ହେବନି। ଜୋମାଟୋ ଇନଷ୍ଟଲ୍ କଲା, ମସଲା ଦୋସା ଅର୍ଡ଼ର କଲା। ରିସ୍କ ନେଇକି ଲାଭ ନାହିଁ, ପେଟ ଅଛି ଦୁନିଆ ଅଛି। ରୋଷେଇଟା ମାଷ୍ଟର ସେଫ୍ମାନଙ୍କ ଶୋଭା ପାଏ, କିନ୍ତୁ ବ୍ୟାଚଲର କାହ୍ନାକୁ ଖାଲି ଡେଲିଭରି ବୟର ଘଣ୍ଟି ଶୋଭା ପାଏ। ତମର ସବୁ ଏମିତି ସାଙ୍ଗ ଅଛନ୍ତି? କମେଣ୍ଟ କର, ଲାଇକ୍